ଅଧିକ ମଧ୍ୟ ରହିଛି। ଯଦି ମୁଁ ଦେଖିବି ଆମର କୋଭିड-19 ର जो सकल चित्कार लोकମାନଙ୍କର ଘରୁ ବାହାରକୁ ଲୋକ ବାହାରି ପାରୁନଥିଲେ ଏଇ ମୋବାଇଲ ଆଜ୍ଞା এই মোবাইল সাহায্যে আমি পাঠ পড়ি পারুଥିଲୁ। এই মোবাইল সাহায্যে আমি কোন ঘରୁ বাহারକୁ সিনা বাহারি পারুଥିଲୁ। আগরে দূর দূরান্তর ଲୋକମାନଙ୍କ ସହ କଥା ହେବା ପାଇଁ ସିନା ବହୁତ ବଡ଼ ଗୋଟେ ସ୍ୱପ୍ନ, କିନ୍ତୁ ସେଇ ସ୍ୱପ୍ନର ସାକାର ରୂପ ନେଇ ପାରିଛି এই ଗୋଟେ ମୋବାଇଲ। ତାପରେ ଆମେ ଭିଡିଓ କନଫରେନ୍ସିଂ କରିକି G20 ର ସମ୍ମିଳନୀ ହେଇ ପାରୁଛି। এই ନରେନ୍ଦ୍ର ଦାମୋଦର ଦାସ ମୋଦି କେମିତି ସଂଗଠିତ କରିଥିଲେ এই ସବୁ ସଂଗଠନ G20 ରେ କେମିତି ଭାଗିଦାର ହେଇ ପାରିଥିଲେ এই ଆମ ଦେଶକୁ କେମିତି ସେ ରିପ୍ରେଜେଣ୍ଟ କରି ପାରୁଛନ୍ତି। ଆଉ ଯଦି କହିବି ଆଜ୍ଞା ଯେମିତି ଘରୁ ବାହାରକୁ ବାହାରି ହଉନି ସେଇଠୁ ସେଇ କୋଭିड-19 ର ଘଟଣାରେ କିଛି ଶିଖିବା ପାଇଁ ମିଳିଛି। ଆମେ ଆମର ଦୂର ସମ୍ପର୍କୀୟ ଲୋକମାନଙ୍କୁ ଦୂର ଦୂରାନ୍ତର ଲୋକମାନଙ୍କୁ ଗୋଟିଏ ସେକେଣ୍ଡରେ ଆମେ ଦେଖି ପାରୁଥିଲୁ, କଥା ହେଇ ପାରୁଥିଲୁ। ଆଉ ଘରୁ ବାହାରକୁ ଯାଇ ସମସ୍ତଙ୍କ ସାଙ୍ଗରେ ସମ୍ମିଳନୀ ପ୍ରତିଷ୍ଠାରେ ଆମେ ଯୋଗ ସିନା ଦେଇ ପାରୁନଥିଲୁ କିନ୍ତୁ ଜାଣୁଥିଲୁ ବହୁତ କିଛି ଜିନିଷ। ଆମେ ବିଶ୍ୱର ଖବରକୁ ଗୋଟେ ଆଖି ପିଛୁଳା ଗୋଟେ ସେକେଣ୍ଡରେ ଜାଣି ପାରୁଛୁ এই ମୋବାଇଲ ପ୍ରଦାନ ଫଳରେ। এই ମୋବାଇଲ ମାଧ୍ୟମରେ ଆମେ ଜାଣୁଛୁ ବହୁତ କିଛି ଜିନିଷ ଆମର ଅନଲାଇନ, ଯେମିତି କି ଗୋଟେ ଟିକେଟ ଆଉ ଯଦି ମୁଁ କହିବି ଟିକେଟ ଠାରୁ ସେବା ଯେମିତି ଆମ୍ବୁଲାନ୍ସ ସେବା, ପୋଲିସ ସେବା ଆଉ ସବୁ କିଛି ସେବାର ଆମେ ଉପଯୋଗ କରିପାରୁଛୁ এই ମୋବାଇଲ ମାଧ୍ୟମରେ। ଆଜ୍ଞା ଯଦି ମୁଁ କହିବି ଟ୍ୱିଟର, ଫେସବୁକ୍, ହ୍ୱାଟ୍ସଆପ এই ମାଧ୍ୟମରେ ଲୋକମାନେ କଣ କରୁଛନ୍ତି, ଲୋକମାନେ ସଦୁପଯୋଗ ମଧ୍ୟ କରୁଛନ୍ତି ଆଉ କିଛି ବହୁତ ମାତ୍ରାରେ ଭାସି ଗଲେଣି ସେଇ ବିଭବ ସମାଜରେ। ତାହେଲେ ମୁଁ ଏତିକି କହିବି ଯେ ଯେମିତି ଆମର ଗୋଟେ ମୋବାଇଲର କିଛି ସକାରାତ୍ମକ ଦିଗ ରହିଛି ତ କିଛି ନକାରାତ୍ମକ ଦିଗ ମଧ୍ୟ ରହିଛି। ଯଦି ପାଠ ପଢାରେ ଆମେ ଦେଖିବା ତାହେଲେ ଆମେ ଟପ୍ ବିଶ୍ୱଗୁରୁ ଆଖ୍ୟା ସେଇଦିନ ପାଇବା ଯୋଉଦିନ ଆବାଳ ବୃଦ୍ଧ ବନିତା ସମସ୍ତେ ଟେକ୍ନୋଲୋଜିକୁ ଠିକ ଭାବରେ ଉପଯୋଗ କରିବେ। ଯୋଉଦିନ ଜଣେ ସାଧାରଣ ଜନତା, ଜଣେ ଶିକ୍ଷକ ଆଉ ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଉଦିନ ଆମ ମୋବାଇଲକୁ ନକାରାତ୍ମକ ଦିଗ ସକାରାତ୍ମକ ଦିଗରେ ଉପଯୋଗ କରିବେ ସେଇଦିନ ଭାରତ ଯେ ବିଶ୍ୱଗୁରୁ ଆଖ୍ୟା ପାଇପାରିବ ଆଉ ଅଭିଶାପ ପରିବର୍ତ୍ତେ ଜଣେ ଆଶୀର୍ବାଦର ସମ୍ମୁଖୀନ ହେଇପାରିବ, ଆଶୀର୍ବାଦ ପାଇପାରିବ। ସେଇଟା ଆଜ୍ଞା ଅଦ୍ୱିତୀୟ ହେଇପାରିବ ନାହିଁ। ଯଦି ଆମେ ମୋବାଇଲକୁ ଦେଖିବା ତାହେଲେ ମୋବାଇଲ କଣ, ମୋବାଇଲ ଆମର ସକାରାତ୍ମକ ଦିଗରେ ବି ଗ୍ରହଣ କରିପାରୁଛି ତ କିଛି ନକାରାତ୍ମକ ମଧ୍ୟ ରହିଛି। ଯେମିତି ଫଳ ଖାଇବା ଆଜ୍ଞା ଯେମିତି ଛୁରୀର ଦୃଷ୍ଟାନ୍ତ ଦେଲି ସେହିଭଳି ଆଜି ଯଦି ଆମ ଭାରତ ଅଗ୍ରତର ଗତି କରିଛି, ବିକଶିତ ରାଷ୍ଟ୍ରର ପରିକଳ୍ପନା କରୁଛୁ ତାହେଲେ এই ମୋବାଇଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ମୁଁ ମୋ ମଧ୍ୟରେ କହିବି ତାହେଲେ ମୋବାଇଲ ମୋ ପାଇଁ ବହୁତ ବଡ଼ ଘଟଣା ହେଇଛି। କାହିଁକି ମୁଁ ଯଦି କହିବି ଆମର ଅନଲାଇନ କୋର୍ସ ସବୁ କିଛି ମୋବାଇଲ ମାଧ୍ୟମରେ ହିଁ ହେଇପାରୁଛି। ମୁଁ ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକର ଛାତ୍ରୀ ଆଉ ସେଇଠି ଯଦି ଦେଖିବି ବହୁତ ଗୁଡ଼ାଏ କନଫରେନ୍ସିଂ ରୁମ୍ ଅଛି, ବହୁତ ସାରା ଅନଲାଇନ ମାଧ୍ୟମରେ ପାଠ ପଢା ଚାଲିଛି ଆଉ ସେଇ ମାଧ୍ୟମରେ ଆମେ ପାଠ ପଢି ବିକଶିତର ଅନୁଷ୍ଠିତ ହୋଇ ଆମେ ବିକଶିତର ଜାଗାକୁ ଯାଇପାରୁଛୁ। ଷ୍ଟେଟ୍ ପରେ ଷ୍ଟେଟ୍